ଆସାମରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ରାଜ୍ୟରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା 47ରେ ପହଞ୍ଚିଛି। କେବଳ ଗତ 24 ଘଣ୍ଟାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅନୁସାରେ 11ଟି ଜିଲ୍ଲାର 7.21 ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଲଗାତାର ବର୍ଷା ଏବଂ ବ୍ରହ୍ମପୁତ୍ର ସମେତ ଅନେକ ନଦୀର ଜଳସ୍ତର ବିପଦ ସୀମା ଉପରେ ପ୍ରଭାବିତ ହେଉଥିବାରୁ ପ୍ରାୟ 900ଟି ଗାଁ ଜଳମଗ୍ନ ହୋଇପଡ଼ିଛି। ଅନେକ ସ୍ଥାନରେ ରାସ୍ତା ଓ ସେତୁ ଜଳମଗ୍ନ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ହଜାର ହଜାର ପରିବାର ଘରଛଡ଼ା ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଏନଡିଆରଏଫ, ଏସଡିଆରଏଫ, ସେନା ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବନ୍ୟା ପରିସ୍ଥିତିର ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ନିର୍ଦ୍ଦେଶ ଦେଇଛନ୍ତି। ପାଣି କମିବା ପର୍ଯ୍ୟନ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।